ସମ୍ବଲପୁରୀ ସଙ୍ଗୀତ ଶିଳ୍ପୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଲୋକପ୍ରିୟ ସମ୍ବଲପୁରୀ ଗାୟିକା ରୁକ୍ସନା ବାନଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଗତ 15 ଦିନ ହେବ ହସ୍ପିଟାଲ ବିଛଣାରେ ପଡ଼ି ସେ ହସ୍ପିଟାଲ ବିଛଣାରେ ପଡ଼ି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ରୁକ୍ସନାଙ୍କ ହଠାତ୍ ଏତେ କମ୍ ବୟସରେ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପରିବାର ଓ ଫ୍ୟାନ୍ ବ୍ୟସ୍ତ ହୋଇଯାଇଛନ୍ତି। ରୁକ୍ସନାଙ୍କ ମୃତ୍ୟୁକୁ ନେଇ ତାଙ୍କ ମା ଓ ଭଉଣୀ ଅଭିଯୋଗ କରିଛନ୍ତି ଯେ ରୁକ୍ସନାଙ୍କୁ ପଶ୍ଚିମ ଓଡ଼ିଶାର ଜଣେ ପ୍ରତିଦ୍ୱନ୍ଦ୍ୱୀ ସ୍ଲୋ ପଏଜନ୍ ଦେଇ ମାରି ଦେଇଛନ୍ତି। ତେବେ ଏହି ହତ୍ୟା ପୂର୍ବରୁ ରୁକ୍ସନାଙ୍କୁ ଅନେକ ଥର ଧମକ ବି ମିଳିଥିଲା। ସୁଟିଂ ସମୟରେ ରୁକ୍ସନାଙ୍କ ମନା କରୁଥିବା ସତ୍ତ୍ୱେ ତାଙ୍କୁ ବାଧ୍ୟ କରି ଜୁସ୍ ପିଇବାକୁ ଦିଆଯାଇଥିଲା ବୋଲି ହସ୍ପିଟାଲ ବିଛଣାରେ ପଡ଼ିଥିବା ବେଳେ କଣ୍ଠଶିଳ୍ପୀ କହିଥିଲେ, ଯାହାକୁ ପିଇବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଝିଅକୁ ଆମେ ତ ହରାଇ ଦେଲୁ, କିନ୍ତୁ ତାଙ୍କୁ ଏଭଳି ହତ୍ୟା କରିବା ପଛରେ ଯାହାର ହାତ ଅଛି ତାକୁ ତୁରନ୍ତ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରୁକ୍ସନା ଓ ଆମକୁ ଯଥାଶୀଘ୍ର ନ୍ୟାୟ ଦିଆଯାଉ। ରୁକ୍ସାନାଙ୍କ ମୃତ୍ୟୁ ଘଟଣାର ପୁଲିସ ଯାଞ୍ଚ ଆରମ୍ଭ କରିଦେଇଛି। କଣ୍ଠଶିଳ୍ପୀଙ୍କ ପରିବାର ଲୋକ କରିଥିବା ଅଭିଯୋଗର ଯାଞ୍ଚ ଚାଲିଥିବା ବେଳେ କୌଣସି ଦୃଢ଼ ପ୍ରମାଣ ମିଳି ନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି 15 ଦିନ ପୂର୍ବରୁ ଏକ ଗୀତର ସୁଟିଂ ସମୟରେ ରୁକ୍ସନାଙ୍କ ଅସୁସ୍ଥ ହୋଇପଡ଼ିଥିଲେ। ଅଗଷ୍ଟ 27 ତାରିଖରେ ଭବାନୀପାଟଣାର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଶରୀର ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।